ଜୟ ଜଗନ୍ନାଥ। ଭାବର ଠାକୁର ପ୍ରଭୁ ଜଗନ୍ନାଥ ଯେତେବେଳେ ଭକ୍ତର ଭାବ ବହୁତ ବଢ଼ିଯାଏ ନା, ସେତେବେଳେ ପ୍ରଭୁ ଜଗନ୍ନାଥ ନିଜେ ଆସି ଖାଇବା ଥାଳି ଧରି ଭକ୍ତ ପାଖରେ ଆସି ଦେଇଯାଆନ୍ତି। ଏମିତିଆ ଭାବର ଠାକୁରଙ୍କୁ ଆଉ କେଉଁଠି କ'ଣ ଆମେ ପାଇବା? ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଆଜି ଆମେ ଜାଣିବା ବନ୍ଧୁ ମହାନ୍ତି ଏମିତିଆ ଏକ ବଡ଼ ଭକ୍ତ ଥିଲେ, ଯିଏକି ସବୁବେଳେ ପ୍ରଭୁଙ୍କ ନାମ କୀର୍ତ୍ତନ କରୁଥିଲେ। ସିଏ ବହୁତ ଗରିବ ଥିଲେ, ଭିକ୍ଷାବୃତ୍ତି କରି ତାଙ୍କ ପରିବାର ସେ ଚଳାଉଥିଲେ। ହଠାତ୍ ଦିନେ ତାଙ୍କୁ ଭିକ୍ଷା ମିଳିଲା ନାହିଁ। ତାଙ୍କ ପରିବାର କହିଲେ 4ଟି ପିଲା ଓ ତାଙ୍କ ସ୍ତ୍ରୀ ସମସ୍ତେ ଭୋକ ଉପାସରେ ରହିଥାନ୍ତି। ସେ ଯେଉଁଠି ବି ଭିକ୍ଷାବୃତ୍ତି କରି ଆଣିକି ଦିଅନ୍ତି ଓ କହନ୍ତି କି ଖାଇସାରିଲା ପରେ ଭଜନ କୀର୍ତ୍ତନ କର। ଯେତେବେଳେ ବି ଆଣିବେ ଆଉ ରୋଷେଇ ସରିଲା ପରେ ସେ ଖାଇବେ ଆଉ କୀର୍ତ୍ତନ କରିବେ, ନିଜେ କରିବେ ଆଉ ତାଙ୍କ ପରିବାରଙ୍କୁ ସବୁବେଳେ କହୁଥିଲେ ଯେ କୀର୍ତ୍ତନ କରିବା। ହଠାତ୍ ଦିନେ ତାଙ୍କୁ ଭିକ୍ଷା ଆଉ ମିଳିଲା ନାହିଁ। ଭୋକ ଉପାସରେ ଆଉଟୁ ପାଉଟୁ ହେଉଥାନ୍ତି ତାଙ୍କର ପିଲାମାନେ। ତାଙ୍କ ସ୍ତ୍ରୀ ସେଇଠୁ କହିଲେ, ଆଉ କେତେ ଦିନ ଏମିତି ରହିବା? ପିଲାମାନେ ଭୋକରେ ପୁରା ମୂର୍ଚ୍ଛା ହେବାକୁ ଲାଗିଲେଣି, ଆଉ ସେ ସହି ପାରୁନାହାନ୍ତି, ଆମେ କେମିତି ଚଳିବା? ସେତେବେଳେ ବନ୍ଧୁ ମହାନ୍ତି କହିଲେ, ମୋର ଜଣେ ସଖା ଅଛନ୍ତି, ମୋର ଜଣେ ବନ୍ଧୁ ଅଛନ୍ତି, ସିଏ ସବୁଥିରେ ତାଙ୍କର ପରିପୂର୍ଣ୍ଣ, ସିଏ ଆମକୁ ସବୁ ଦେବେ। ସେଠୁ ତାଙ୍କ ସ୍ତ୍ରୀ ଖୁସି ହୋଇ କହିଲେ, ସେ କିଏ? ନା, ତାଙ୍କୁ ଦୀନବନ୍ଧୁ ବୋଲି କୁହାଯାଏ। ତାଙ୍କୁ ସମସ୍ତେ ଦୀନବନ୍ଧୁ ବୋଲି ଡାକନ୍ତି। ମୋ ନାଁ ଯେମିତି ବନ୍ଧୁ, ସେମିତି ମୋ ପ୍ରଭୁଙ୍କ ନାମ ହେଉଛି, ସେ ହେଉଛନ୍ତି ମୋର ସଖା, ତାଙ୍କ ନାମ ହେଉଛି ଦୀନବନ୍ଧୁ। ସେ ଆମକୁ କେବେ ବି ଭୋକ ଉପାସରେ ରଖିବେନି। ଆମେ ଚାଲ ତାଙ୍କ ପାଖକୁ ଯିବା, କିନ୍ତୁ ଯିବା ପାଇଁ ଆମକୁ 5 ଦିନ ଲାଗିବ। ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ କହିଲେ କି 5 ଦିନ ଲାଗୁ ପଛେ ଆମେ ତାଙ୍କ ପାଖକୁ ଯିବା। ଭୋକ ଉପାସରେ ରହି ମଧ୍ୟ ସେମାନେ ଯିବାକୁ ବାହାରିଲେ। ଯାଇ 5 ଦିନ ଲାଗିଲା। ରାସ୍ତାରେ ଯାଉ ଯାଉ ସବୁବେଳେ ତାଙ୍କ ନାମ କୀର୍ତ୍ତନ କରିକି ସେ ରାସ୍ତା ସାରା ଯାଉଥାନ୍ତି। ଯାଇ ଯାଇ ପହଞ୍ଚିଗଲେ। ପହଞ୍ଚି ଯାଇ ବହୁତ ଭକ୍ତିର ସହିତ ସେ ଯେତେବେଳେ ବି ପ୍ରଭୁଙ୍କ ପାଖକୁ ଯାଉଥାନ୍ତି ମୂର୍ଚ୍ଛା ହେଇଯାଉଥାନ୍ତି, ଏତେ ଭାବ ତାଙ୍କ ପାଖରେ। ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ପିଲାମାନେ ବି ତାଙ୍କ ସହିତ କୀର୍ତ୍ତନ କରୁଥାନ୍ତି। ଯାଇ ଦେଖିଲେ, ପ୍ରଭୁଙ୍କୁ ଦେଖି ପୁରା ସେ ବିଭୋର ହୋଇଗଲେ। ସେ କେବେ ବି ପ୍ରଭୁଙ୍କୁ ଦେଖିନଥିଲେ, ପ୍ରଭୁଙ୍କ ବିଷୟରେ ସବୁବେଳେ ସେ ଶୁଣୁଥିଲେ। ଶୁଣି ସବୁବେଳେ କିନ୍ତୁ ତାଙ୍କ ନାମ କୀର୍ତ୍ତନ କରୁଥିଲେ। ଯାଇ ପହଞ୍ଚିଗଲା ପରେ ତାଙ୍କ ସ୍ତ୍ରୀଙ୍କୁ କହୁଛନ୍ତି କି, ଦେଖ କେମିତି ହାତ ବଢ଼େଇକି ଠାକୁର ମୋତେ କୋଳେଇ ନେବେ, ହାତ ବଢ଼େଇକି ଡାକୁଛନ୍ତି ଆମକୁ ଖାଇବା ପାଇଁ ଦେବେ। ସେତେବେଳେ ତାଙ୍କ ସ୍ତ୍ରୀ କହୁଛନ୍ତି କି, ତାହେଲେ ଯାଉନ କାହିଁକି? ଯାଉନ ପାଖକୁ ଆଉ ଆମ ପାଇଁ ଖାଇବା ନେଇକି ଆସୁନ। ସେତେବେଳେ ତାଙ୍କ ସ୍ୱାମୀ କହିଲେ, ବନ୍ଧୁ ମହାନ୍ତି କି ଆମେ ଟିକେ ପରିଷ୍କାର ପରିଚ୍ଛନ୍ନ ହେଇକି ଆସିବା, ତାପରେ ପ୍ରଭୁଙ୍କ ପାଖକୁ ଯିବା। ଏମିତି କହି ଭିତରେ ଭିତରେ କିନ୍ତୁ ଠାକୁରଙ୍କୁ ଡାକୁଛନ୍ତି କି, ପ୍ରଭୁ ମୋର ଲାଜ ରକ୍ଷା କରିବ, ମୋର ବିଶ୍ୱାସ କେବେ ବି ଭାଙ୍ଗିବନି। ମୋ ସ୍ତ୍ରୀକୁ ମୁଁ ଯାହା କହିଛି ଆମକୁ ଖାଇବାକୁ ଦେବା କଥା ସବୁ ଆମକୁ ଦେବ, ଯାହା ହେଲେ ବି ଯେମିତି ମୋ ସ୍ତ୍ରୀର ବିଶ୍ୱାସ ନ ଭାଙ୍ଗିବ। ଏମିତି କହି ପ୍ରଭୁଙ୍କୁ ମନ ଭିତରେ ସ୍ମରଣ କରୁଥାନ୍ତି। ସେହି ଦିନଟା ପୁରା ଦିନ ସାରା ଚାଲିଗଲା। ରାତିରେ ଆସି ଦେଖିଲେ, ଯାଇକି ପଛପଟ ଜଗନ୍ନାଥଙ୍କ ମନ୍ଦିରର ପଛପଟ ଦକ୍ଷିଣ ପଟ ଦ୍ୱାରରେ ସବୁ ଯେଉଁ ତାଙ୍କର ପ୍ରସାଦ ଥାଳି ସବୁ ଧୁଆ ଯାଉଛି। ଧୁଆ ହେବାରେ ଯେଉଁ ପାଣି ସବୁ ବାହାରୁଛି, ସେଥିରେ ଫେଣ ସବୁ ହେଉଛି। ସେଇ ଫେଣକୁ ଦେଖିକି ତାଙ୍କ ସ୍ତ୍ରୀଙ୍କୁ କହୁଛନ୍ତି କି, ତାଙ୍କ ସ୍ତ୍ରୀ ଓ ତାଙ୍କ ପିଲାମାନଙ୍କୁ, ଇଏ ହେଉଛି ଭଗବାନଙ୍କର ପ୍ରସାଦର ଧୁଆ ହେଉଥିବା ପାଣି। ସେଇ ପାଣିକି ଆମେ ଯଦି ପାଇଯିବା, ସେଇ ପାଣିକି ବି ଆମକୁ ଯଦି ମିଳିଯିବ, କେତେ ଭାଗ୍ୟର କଥା କହି ସେଇ ଯେଉଁ ଫେଣ ଭଳିଆ ହେଇ ବାହାରୁଥିବା ସେଇ ପାଣିକୁ ସବୁ ପିଇବାକୁ ଲାଗିଲେ ସମସ୍ତେ, ବନ୍ଧୁ ମହାନ୍ତି, ତାଙ୍କର ପିଲା ଆଉ ତାଙ୍କ ସ୍ତ୍ରୀ। ତାପରେ ଯାଇ ପୁଣି ପ୍ରଭୁଙ୍କୁ ମନେ ମନେ ସ୍ମରଣ କଲେ କି, ପ୍ରଭୁ ମୋର ଲାଜ ରକ୍ଷା କରିବ, ମୁଁ ଯାହା ବି ମୋ ସ୍ତ୍ରୀକୁ କହିଛି ମୋର ବିଶ୍ୱାସ କେବେ ବି ମୋର ଭାଙ୍ଗିବନି। ପ୍ରଭୁଙ୍କୁ କହି ସ୍ମରଣ କରି ବସିଥାନ୍ତି। ରାତି 12ଟା ହେଇଗଲାଣି, ସମସ୍ତେ ସମସ୍ତ ଜାଗାକୁ ପଳେଇ ଯାଇ ସାରିଲେଣି।
ସେତେବେଳେ ପ୍ରଭୁ ନିଜେ ଗୋଟେ ଥାଳିରେ ଭର୍ତ୍ତି କରିକି ସବୁ ପ୍ରକାରର ଜିନିଷ, ଯେମିତି ଗୋଟେ ମା ପିଲାକୁ ସଜାଡ଼େ କ'ଣ କ'ଣ ଖାଇବା ପାଇଁ, ସେମିତି ସବୁଥିରେ ବାଢ଼ିକି ନେଇକି ଯାଇ ପହଞ୍ଚିଛନ୍ତି ଭକ୍ତ ପାଖରେ, ବନ୍ଧୁ ମହାନ୍ତିଙ୍କ ପାଖରେ। ଯାଇ ପହଞ୍ଚି କହିଲେ, କିଏ? ବନ୍ଧୁ ମହାନ୍ତି, ତାଙ୍କ ପାଇଁ ଏ ଖାଇବା ଆସିଛି। ସେଠୁ ବନ୍ଧୁ ମହାନ୍ତି ଆଶ୍ଚର୍ଯ୍ୟ ହେଇ ପଛକୁ ଅନେଇଲେ, କହିଲେ ଆଉ ତ କେହି ନାହାନ୍ତି, ମୋତେ କିଏ କାହିଁକି ଖୋଜିବେ? କହି ସେ ଆଉ ଅନେଇଲେ, ନା ନା ମୁଁ ତୁମକୁ ହିଁ ଖୋଜୁଛି, ତୁମେ ହିଁ ଏକୁଟିଆ, ତୁମକୁ ମୁଁ ଡାକୁଛି, ପ୍ରଭୁ କହି ତାଙ୍କୁ ଥାଳିରେ ଦେଲେ। ଦେଇ ସାରିଲା ପରେ ସେଠି ତାଙ୍କ ସ୍ତ୍ରୀ, ତାଙ୍କ ପିଲାଙ୍କୁ ସମସ୍ତଙ୍କୁ ଡାକିଲେ, କାହିଁକିନା ତାଙ୍କୁ ଟିକେ ଟିକେ ନିଦ ହୋଇଯାଇଥିଲା। ଡାକି କହିଲେ, ଦେଖ ପ୍ରଭୁ ଆମକୁ ଖାଇବା ପାଇଁ ଦେଇଛନ୍ତି, ମୁଁ ଯାହା କହୁଥିଲି ସବୁ ସତ, ପ୍ରଭୁ କେମିତି ଆମକୁ ଦୟା କରିଛନ୍ତି ଦେଖ। ସେତେବେଳେ ତାଙ୍କ ସ୍ତ୍ରୀଙ୍କର ପୁରା ବିଶ୍ୱାସ ହେଇଗଲା କି ହଁ ସତରେ ପ୍ରଭୁ ମାନେ ଆମ ପାଇଁ ଖାଇବା, ଯାହା ମୋ ସ୍ୱାମୀ କହୁଥିଲେ, ପ୍ରଭୁ ସତରେ ଆମ ପାଇଁ ଖାଇବା ନେଇକି ଆସିଛନ୍ତି, ପଠେଇଛନ୍ତି। କହି ଖାଇସାରିଲା ପରେ ସେତେବେଳେ ସେ ଥାଳିଟି ତାଙ୍କ ପାଖରେ ରହିଯାଇଛି। ପ୍ରଭୁ ତାଙ୍କୁ କହିଥିଲେ କି ଖାଇସାରିଲା ପରେ ସେ ଥାଳି ନେଇକି ଯାଇ ମନ୍ଦିର ପାଖରେ ରଖିଦେଇ ଆସିବ, ମନ୍ଦିରରେ ଲୋକଙ୍କୁ ଦେଇ ଆସିବ। କିନ୍ତୁ ସେ ଆଉ କାହାକୁ ବି ପାଇନାହାନ୍ତି। ଖାଇସାରିଲା ପରେ ସେ କିଛି ବି ଆଉ କୌଣସି ଲୋକଙ୍କୁ କାହାକୁ ବି ଦେଖା ପାଇନାହାନ୍ତି। ସେଥିପାଇଁ ଆଣି ପୁଣି ପାଖରେ ରଖି ସେ ଶୋଇଛନ୍ତି। ତା ପରଦିନ ଯେତେବେଳେ ପଣ୍ଡା ପୂଜା କରିବା ପାଇଁ ଆସିଲେ, ପୂଜା କଲାବେଳେ ତାଙ୍କର ସେ ଥାଳିଟି ଆଉ ପାଇଲେ ନାହିଁ। ସେ ଥାଳିଟିକୁ ଖୋଜିବାର ବ୍ୟସ୍ତ, ସମସ୍ତେ ଖୋଜିବାକୁ ଲାଗିଲେ। ଯାଇ ଦେଖିଲେ ବନ୍ଧୁ ମହାନ୍ତିଙ୍କ ପାଖରେ ସେ ଥାଳିଟି ଅଛି। ତାଙ୍କୁ ଚୋର ସମସ୍ତେ ସବୁ ପ୍ରକାର କଥାବାର୍ତ୍ତା କରି ତାଙ୍କୁ ପିଟିଲେ। ସେତେବେଳେ ବନ୍ଧୁ ମହାନ୍ତି ପୁଣି ଠାକୁରଙ୍କୁ ଡାକୁଛନ୍ତି କି ଯେ ପ୍ରଭୁ ଇଏ କି ଲୀଳା ତୁମର, ମୋତେ ଖାଇବାକୁ ଦେଲ, ମୋତେ ଖାଇବାକୁ ଦେଇ ସାରିଲା ପରେ ମୋତେ ପୁଣି ମାଡ଼ ଦେଉଛ, କହି ମନ ଦୁଃଖରେ ସେ ଠାକୁରଙ୍କ ପ୍ରତି ତାଙ୍କର ମନ ଦୁଃଖ ନାହିଁ, କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ଯେଉଁ କଥା ଦେଇଛନ୍ତି ସେଥିରୁ ତାଙ୍କର ବିଶ୍ୱାସ କେମିତି ନ ଭାଙ୍ଗିବ ତାଙ୍କ ସ୍ତ୍ରୀଙ୍କର, ସେଥିପାଇଁ ତାଙ୍କ ମନ ଦୁଃଖ। ସେହି ସମୟରେ ବହୁତ କଥା କହିଲେ, ବହୁତ ମାରିଲେ ସମସ୍ତେ। ତାପରେ ପ୍ରଭୁ ବଡ଼ ପଣ୍ଡାଙ୍କୁ ଓ ରାଜାଙ୍କୁ ସ୍ୱପ୍ନାଦେଶ କଲେ କି ଯେ ସିଏ ମୋ ଭକ୍ତ, ସିଏ ମୋ ସଖା, ମୋ ସେ ବନ୍ଧୁ, ତୁମେ ନ ଜାଣି ଯଦି ଶ୍ରୀମନ୍ଦିରରେ ସବୁଆଡ଼େ ଚାବି ପଡ଼ିଛି, ତାହେଲେ ଚାବି ଭାଙ୍ଗି କି ଜଣେ ଭିତରକୁ ଆସିନି, ତାହେଲେ ସେ ଚୋର ହେଲେ କେମିତି?